ମା। ଆମେ ଆଜି ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 180। କ୍ଷୁଦ୍ରତର ଓ ବୃହତ୍ତର ଶାଶ୍ୱତତା ମାନ ରହିଛି, କାରଣ ଶାଶ୍ୱତତା ହେଉଛି ଆତ୍ମାର ଗୋଟିଏ ସଂଜ୍ଞା ଏବଂ ତେଣୁ ତାହା କାଳାଧୀନ ହୋଇ ରହିପାରିବ, କାଳକୁ ଅତିକ୍ରମ ବି କରିଯାଇପାରିବ। ଶାସ୍ତ୍ରରେ ଯେଉଁଠାରେ ଶାଶ୍ୱତୀ ସମାହା ବୋଲି କୁହାଯାଇଛି, ସେଠାରେ ତାହା ଏକ ସୁଦୀର୍ଘ ଦେଶ ବିସ୍ତାର ଓ କାଳର ଚିର ସ୍ଥାୟିତ୍ୱ ଅର୍ଥାତ୍ କ୍ୱଚିତ୍ ମାପି ହୋଇପାରୁଥିବା ଯୁଗ ଯୁଗ ବିଷୟରେ କୁହାଯାଇଛି। କେବଳ ପୂର୍ଣ୍ଣ ପରମେଶ୍ୱରଙ୍କର ହିଁ ପୂର୍ଣ୍ଣ ଶାଶ୍ୱତତା ରହିଛି। ତଥାପି ଜଣେ ଯେତେବେଳେ ନିଜ ଭିତରକୁ ଚାଲିଯାଏ, ସେଠାରେ ସେ ସକଳ ବସ୍ତୁକୁ ହିଁ ପ୍ରଚ୍ଛନ୍ନ ଭାବରେ ଶାଶ୍ୱତ ବୋଲି ପ୍ରତ୍ୟକ୍ଷ କରୁଥାଏ। ସେଠାରେ ଆଦୌ କୌଣସି ଶେଷ ନଥାଏ, କେବେ କୌଣସି ଆରମ୍ଭ ମଧ୍ୟ ରହିଥିଲା ବୋଲି ଆଦୌ ଅନୁଭୂତ ହୁଏ ନାହିଁ। ମାଙ୍କୁ ତେଣୁ ପ୍ରଶ୍ନ କରାଯାଇଛି ଯେ ଏହି ଶାଶ୍ୱତତା ଅନୁଭୂତ ହୋଇପାରିବ କିପରି? ମା କହୁଛନ୍ତି ସେଇ ପରମ ଶାଶ୍ୱତଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା, ଅର୍ଥାତ୍ ଦିବ୍ୟ ପରମ ସତ୍ତାଙ୍କ ଦ୍ୱାରା ସଂଯୁକ୍ତ ହେବା ଦ୍ୱାରା। ଯେହେତୁ ସେ ପରମ ଶାଶ୍ୱତ ବା ଦିବ୍ୟ ପରମ ସତ୍ତା ସେ ହିଁ ହଉଛନ୍ତି ଶାଶ୍ୱତ, ତେଣୁ ତାଙ୍କ ସହିତ ଏକାତ୍ମ ହେଲେ ସେଇ ଶାଶ୍ୱତର ଅନୁଭବ ଭିତରେ ଆସେ। ଏଠି ଜ୍ଞାନରେ ପ୍ରଭୁ କହୁଛନ୍ତି ଯେ କେତେ ଜଣଙ୍କର ଯେତେବେଳେ ସେମାନେ ନିଜର ଅନ୍ତରାତ୍ମା ଭିତରକୁ ପ୍ରବେଶ କରନ୍ତି, ସେଠି ଯେତେବେଳେ ପହଞ୍ଚନ୍ତି, ତାଙ୍କର ମଧ୍ୟ ଏହି ପ୍ରତ୍ୟକ୍ଷ ଅନୁଭବ ହୋଇଥାଏ ଯେପରି ସେ ଶାଶ୍ୱତ କାଳ ପାଇଁ। ଏବଂ ସେଠି ଯୋଉ ସୀମା ଆମକୁ ବାହାରେ ଦେଖାଯାଉଛି, ଆମେ ଯେମିତି କହୁଛୁ ଯେ ଏଇ ଗୋଟିଏ ଜନ୍ମ ବା ଏତିକି କଥା, ସେ ସବୁର ସୀମା ସେ ଅତିକ୍ରମ କରିଯାଏ ଯେତେବେଳେ ଜଣେ ଆତ୍ମା ସହିତ ସଂଯୁକ୍ତ ହୁଏ, ଆତ୍ମା ସହିତ ପରିଚିତ ହୁଏ, ତାର ସେତେବେଳେ ଅନୁଭବ ଆରମ୍ଭ ହୁଏ। ଏବଂ ପ୍ରଥମେ ଯୋଉ କହିଲେ କ୍ଷୁଦ୍ରତର ବୃହତ୍ତର ଶାଶ୍ୱତତା ମାନ ରହିଛି। କାହିଁକି କ୍ଷୁଦ୍ରତର ବୃହତ୍ତର ରହିଛି? ତାପରେ ସେ କହୁଛନ୍ତି ଯେ ଏଇ ଯୋଉ ଶାଶ୍ୱତତା କୁହାଯାଉଛି, ତାହା ସାଧାରଣତଃ ଆମେ ବୁଝୁ କଣ, ଯୋଉଟା କି ପରମଙ୍କର ଶାଶ୍ୱତତାକୁ ଆମେ ସାଧାରଣତଃ ପ୍ରଥମେ ବୁଝିଦଉ, ଯୋଉଟା କି ସୁଦୀର୍ଘ କାଳର ଚିରସ୍ଥାୟିତ୍ୱ, ଯୋଉଟା କି କ୍ୱଚିତ୍ ମାପି ହୋଇପାରୁଥିବା ଯୁଗ ଯୁଗ ଏଇ ବିଷୟରେ କୁହାଯାଇଥାଏ। କିନ୍ତୁ ଯେତେବେଳେ ଆତ୍ମା ସହିତ ଆମେ ସଂଯୁକ୍ତ ହଉଛନ୍ତି ଏବଂ ପରମା ଶାଶ୍ୱତଙ୍କର ସୃଷ୍ଟି ବିଷୟରେ ଯେତେବେଳେ ଆମେ ପ୍ରବେଶ କରୁଛନ୍ତି, ସେତେବେଳେ କିଛି ଯୋଉ ଶାଶ୍ୱତତା ଅନୁଭୂତ ହୁଏ, ତାହା କ୍ଷୁଦ୍ରତର ବୋଲି ଅନୁଭୂତ ହୁଏ ଏବଂ ପରମଙ୍କ ସହିତ ଯେତେବେଳେ ଏକୀଭୂତ ହେଇଯାଏ, ସେତେବେଳେ ସେଇ ବୃହତ୍ତର ଶାଶ୍ୱତତା ମାନ ବା ବୃହତ୍ତର ଶାଶ୍ୱତତା ସହିତ ଅନୁଭବ ଆସେ। ତେଣୁ ଏ ଦୁଇଟା ଯାକ ସତ୍ୟ। ଏବଂ ଆଉ ଗୋଟେ ଜାଗାରେ ଆମେ ଯୋଉ ଆଲୋଚନା କରିଥିଲେ, ମାଙ୍କର ପ୍ରଭୁଙ୍କ ଲେଖା ଏବଂ ମା ତାର ଆଲୋଚନା କରିଥିଲେ ଯେ ଯୋଉ ସତ୍ୟ ଆମେ କହୁଛନ୍ତି, ସେ ଟ୍ରୁଥ ଇଜ ଅଲସୋ ରିଲେଟିଭ, ଆପେକ୍ଷିକ। କାରଣ ଚେତନାର ଯୋଉ ସ୍ତରରେ ଆମେ ରହିଛୁ, ସେ ସମୟ ପାଇଁ ଯୋଉଟା ବାସ୍ତବ, ଯୋଉଟା ସତ୍ୟ, ତାହା ଚେତନାର ঊର୍ଦ୍ଧ୍ୱକୁ ଗଲେ ତାହା ପୁଣି ପରିବର୍ତ୍ତିତ ହୁଏ। ତେଣୁ ଏ ଦୁଇଟା ଯାକ କଥା ଆମେ ମନେ ରଖିବା। କିନ୍ତୁ ଆ ଭିତରେ ଗୋଟିଏ ହଉଛି ଯୋଉଟା ଆମେ ପରମଙ୍କ ସହିତ ବା ଦିବ୍ୟ ପରମ ସତ୍ତାଙ୍କ ସହିତ ଯେତେବେଳେ ଏକାତ୍ମ ହେବା, ଯେତେବେଳେ ସଂଯୁକ୍ତ ହେଇଯିବା, ସେତେବେଳେ ପରମ ଶାଶ୍ୱତ ସମ୍ପର୍କରେ ଆମର ଅନୁଭୂତି ଆସିବ।